ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ସ୍ଥିର ହୋଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ 8 ପଇସା କମିଥିବା ପରିଲକ୍ଷିତ ହୋଇଛି। ଆଜି ପେଟ୍ରୋଲ ଦାମ 8 ପଇସା କମି 103 ଟଙ୍କା 11 ପଇସା ରହିଥିବା ବେଳେ ଡିଜେଲର ଦାମ ପ୍ରତି ଲିଟର 8 ପଇସା କମି 94 ଟଙ୍କା 68 ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲର ଦର ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 96 ଟଙ୍କା 72 ପଇସା ଓ ଡିଜେଲ ଦର 98 ଟଙ୍କା 62 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 106 ଟଙ୍କା 31 ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ରହିଛି 94 ଟଙ୍କା 27 ପଇସା। ସେହିପରି କୋଲକାତାରେ ଦର ରହିଛି 106 ଟଙ୍କା 3 ପଇସା ରହିଥିବା ବେଳେ ଡିଜେଲ ଦର ରହିଛି 92 ଟଙ୍କା 76 ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ରହିଛି 102 ଟଙ୍କା 86 ପଇସା ବେଳେ ଡିଜେଲ ରହିଛି 94 ଟଙ୍କା 46 ପଇସା।